बाबूजी काहे काहे तक से नूतन जीवन देला मौसा ମୁଁ କିଏ ମଉସା ଜୀବନ ସବୁ ତ ତାଙ୍କ ହିଁ କରି ଗଲାର ଥାଏ ସେଇ କାବିନ ହେଲେ ମୋର ଏ ଜୀବନରେ କ'ଣ ଆବଶ୍ୟକତା ସମାଜ ପାଇଁ ପରିବାର ପାଇଁ ମୁଁ ତ ଅଲଗା ମୋ କର୍ତ୍ତବ୍ୟ ସରିଛି ମୋର ଏଥର କଣ୍ଠଦାନ କରିବା ସମୟ ଅଛି ମଉସା ଆପଣ ତ ଜ୍ଞାନୀ ପୁଣି ମୁଁ ଆପଣ କ'ଣ ଭଞ୍ଜକରା କହିଛନ୍ତି ଭିତରେ ଶୁଣି ବହିଲେ ଜୀବନ ରସ ଜୀବନରୁ ଅଧିକ କିଛି ନ ଲାଗେ ଜୀବନ ଥିଲେ ସବୁ ହୁଏ ପ୍ରାପ୍ତ ହୁଏ ସମ୍ଭାବିତ ଅସମ୍ଭାବିତ ଅସମ୍ଭବ ସମ୍ଭବ ହେଇପାରେ ଜୀବନରୁ ଅଧିକ କିଛି ଆଉ ନାହିଁ ଜୀବନ ତ ତାଙ୍କ ସବୁ ତାକୁ ଶେଷ କରିବାର ଅଧିକାର କେବଳ ତାଙ୍କର ହିଁ ଅଛି ଜୀବନରେ ମୁଁ ବହୁତ କିଛି ସହିଛି ବାବୁ ହେଲେ एकमात्र पुत्र उद्गार और पुत्र मत्र तात्पर्य बहुत अच्छे पाए किसे आत्मोत्सर्ग करने जाऊँ मौसा आप गीता पढ़ी आप कर्म फल विश्वास कर कर्म कर फल को आगु आशा करूँ छड़ा से फल आशा करा खूब वृथा मुझे निराश करी बाबा यही हाथ में कांधे बसई सारा दुनिया में देखी देह पा खराब हेले राति राति दुख रखी उपेक्षा करी भूलटा कर अति मात्रा स्नेह दर्शन आप भूल ठीक नीचे शिखेगा छाड़ ईश्वर जहाँ करते प्राणी का मंगल आप से निर्यातना खसी आस बहुत बढ़िया तब दीक्षित ऊपर बोझ होगली भक्ति रूढ़ी कर मौसा प्रभु जो आपको उद्धार करने मत निर्देश देते से आउ गोटे भी निर्देश मत देते आपन को सबुदिन पाखे रखा आपको बंची और इंदिरा और मुझे दायित्व आम पाऊ इंदिरा मामर सतरी सतरी देवी एते सरल एते निष्कपट एते स्नेहशीला मत तो लगुच गला जन्म से झील थी कि ओसा ए जन्म भी आम आप बुझ तथापि आप तो आम कथा किसी नगनी आप रोजगार करने जहाँ पैसा पत्र आणुच्च आप झील हाथ में दे दूसरे आम तो आर्थिक परिस्थिति सुधरवार लगे असुविधा तमें मैंने निश्चय सुख शांति जी बड़ आखिर लुह छड़ाए अन्य मान स्वार्थ त्याग करने पछघुंचा दिएनि से केवे भी दुख पाए देखुन तो भाई मुझे दुख भी भूली जाए मौसा आपण को पाई मो परिवार पाई दूर भी ठीक है इंदिरा तो बापा पाई कौन कार्य इच्छा केजानी एक निश्चय जाने स्त्री परामर्श स्त्री की अमर्यादा कर किंतु स्त्री की मुंडे बसई हिताहित ज्ञान भर बस ताहले ये संसार और परिवार चक ठीक ठीक गढ़ी चलो बार संगे मौसा वर्ष वर्ष अभिज्ञता आप जहाँ कहते सब कवि तो अन्य मन को झांकी देखिबारे आम सिद्ध नारीर अमर्यादा करा जाई पारे ना कि ताकू मुंडरे बसई हुए ना आगे कहिबा कपालरे सेना कर मारिबा ए निन्ना भलिया केतेटा उदर्नित पे हमर भारतीय पारंपरिक जीवन भांगी दुर्मान हे सौत परिवार तो भांगी गलानी ए मधुआ मन को देखो ए अंटारे खाई धन पुओ बाहा करिया को मन अरे पिला माई को खाइबा को बाबू पैसा नहीं बाबू माल पी चूर हां सेत्रे करना सुलोचना उस्मान तारा बुद्ध भैया उड़ा भाई अमृत भैया करी को हेले कवि भगवान को निर्भर ए दाता पर कोन फोटो परिवर्तन होबनी दुष्ट मानसिकता सुस्थ होबनी रघुनाथ एमती भिखारी करी
ସବୁ ଥାଇ ବି କିଛି ନଥିବା ଅଭିନୟ କରୁଛୁ। ସେଇଥିପାଇଁ ସେକ୍ସପିୟର କହିଲେ ଲାଇଫ୍ ଇଜ୍ ଏ ଡ୍ରାମା ଆଣ୍ଡ वी आर ऑल एक्टर्स। ଆଚ୍ଛା କଳାକାରୀ ତମେ ନିଜେ ଗୋଟେ କଳାକାର ବୋଲି ଭାରି ବାହାଦୁର ଦେଖାଅ ନାଇଁ? କେତେବେଳେ ବାହାଦୁର ଦେଖିଛି ତମ ପାଖରେ ଅପଡେଟ୍ ଖବର କିଛି ନାହିଁ ନା? ମୁଁ ତମେ ମୋ ସାଥିରେ ବୁଲିବା କଥା ନୁହଁ। ଆରେ କ'ଣ ହେଲା କହୁନ? କହିବ ଟିକେ ପ୍ରମ୍ପଟିଂ ଶୁଣ। ତମ ପ୍ରମ୍ପଟିଂ ନ ଶୁଣିଲେ ତମର ଭୁଲଭାଲ ହେଇଯାଉଛି। ଆରେ ତମ ପ୍ରମ୍ପଟିଂ ଶୁଣିକି ତ ମୁଁ ଆକ୍ଟିଂ କରୁଛି। କହୁନ ତମ ସ୍କ୍ରିପ୍ଟରେ କ'ଣ ରହିଲା ନ କହିବି। ଶୁଣ କୁହ। ତମେ ଜାଣିନ ବନ୍ଧୁ, ଗଭୀର ଦୁଃଖ ହତାଶ ନେଇ ସେଦିନ ରଘୁନାଥ ଆତ୍ମହତ୍ୟା କରିବାକୁ ଯାଉଥିଲେ। କ'ଣ କହୁଛ? ଈଶ୍ୱରଙ୍କ ପ୍ରକାର ସେ ମୋ ହାବୁଡ଼ରେ ପଡ଼ିଗଲେ। ଭରା ନଈରୁ ମୁଁ ତାଙ୍କୁ ଉଦ୍ଧାର କରିକି ଆଣିଲି। ବୁଢ଼ାଙ୍କ ଦୁଃଖ ମୁଁ ଦେଖିପାରିଲି। ସେ ବର୍ତ୍ତମାନ ତମ ସ୍ତ୍ରୀ ସେ ପାଟି କରିଲେନି, ତାଙ୍କୁ ଘରେ ରଖିବାକୁ ରାଜି ହେଇଗଲେ। ଆରେ ତମ କଞ୍ଚା ଚୋବେଇ ଯାଇନାହାନ୍ତି। ମୋ ସ୍ତ୍ରୀ ଭାରି ଦୟାଶୀଳ। ହଁ ଏମିତି ବେଳେବେଳେ ସିନା ମୋ ଉପରେ ଟିକେ ସନ୍ଦେହ କରିଦିଏ, କିନ୍ତୁ ତା ଭଳିଆ ସ୍ତ୍ରୀ ଜଗତରେ ମିଳିବା ବଡ଼ କଷ୍ଟ ହେ କଳାକାରୀ। ତମେ ବଡ଼ ଭାଗ୍ୟବାନ। ସେଇ କହିଲା ମଉସା ଘରେ ରୁହନ୍ତୁ। ଏଭଳି ସେହି ମଣିଷଟି ଆମ ପରିବାର ମୁରବି ହେଲେ କେତେ ବଢ଼ିଆ। ଏବେ ତ ମୋତେ ସନ୍ଦେହ କଲା, ସେଥିପାଇଁ କହିଲା। ତଥାପି ମଉସା ରଖିଲେ, ମଉସା ଆମ ଘରେ ରହିଲେ। ମୁରବି ତମକୁ ଜଗିବା ପାଇଁ। ମଉସା ଆମେ ଘରେ ରହିଲେ, କିନ୍ତୁ ଗୋଟେ ସର୍ତ୍ତ। ସତ। ସେ କହିଲେ ମୁଁ ରୋଜଗାର କରିବି, ହଁ। ମୁଁ କାହା କାମରେ ବୋଝ ହବାକୁ ଚାହେଁନି। ଏବେ ବୁଢ଼ା ଦୁଇଟା ଫାର୍ମରେ ଆକାଉଣ୍ଟ ଦେଖୁଛନ୍ତି, ଯାହା ରୋଜଗାର କରିକି ଆଣୁଛନ୍ତି ହଁ। ତାଙ୍କ ଝିଅ ହାତରେ ଅର୍ଥାତ୍ ମୋ ସ୍ତ୍ରୀ ହାତରେ ମାନେ ମୋ ସ୍ତ୍ରୀ ନୁହେଁ କ'ଣ ତମ ସ୍ତ୍ରୀ? ମୋ ସ୍ତ୍ରୀ ଫୋନ୍ ତ ନିଜ ଆଡୁ କରି ଚଳେଇବାର ନାହିଁ, ଫୋନ୍ ଗଲେ ବି ଉଠେଇବାର ନାହିଁ। ଇରେସ୍ପନ୍ସିବଲ୍। ହେଇଟି ବାବୁ ଆସୁନ ଖାଇବ। କେତେ ଆଉ ଭୋକ ବସରେ ମାଙ୍କୁ ଅପେକ୍ଷା କରି ବସିଥିବ ଯେ? ତୁ ଯା ତ ଖାଇକି ଶୋଇପଡ଼ିବୁ ଯା। ଭଲ ତମେ ନ ଖାଇଲେ ମୁଁ କେମିତି ଖାଇବି ଯେ? ମୋ ପେଟ କ'ଣ ଦାନା ଯିବ? ହେଇଟି ବରଂ ମୁଁ ଟିଭିରେ ସିରିଏଲ ଦେଖୁଛି। ସାହସିକା ବି ବହୁତି ଭାରି ବଢିଆ ସିରିଏଲ। ହେଇଟି ଆସୁନ ଦେଖିବ। ଓହୋ ମତେ ବିରକ୍ତ କରନା ମୁଁ। ବିରକ୍ତ କାହିଁ ହଉଛ ଯେ? ଆଜିର ଯୁଗ ତ ମାଇକି କେମିତି ସ୍ୱାଧୀନ କରିଦେଇଛି। ସେ କ'ଣ କାହା କଥାରେ ଅଛନ୍ତି? ଚମ୍ପା ଗଲା ଟିକେ ଚିନ୍ତା ତକ ଗିରସ୍ତ ବିଚରା ନ ଖାଇ ନଖାଇକି ଅପେକ୍ଷା କରିଛି। ମାଇକକୁ ଟିକେ ଫୋନ କରିବା ତର ହଉ ହେଲା, ତୁ ତ ଯା ସିରିଏଲ ଦେଖିବୁ, ତାପରେ ଖାଇ ଶୋଇବୁ ଯା। ଯାଉଛି। କାହିଁକି ନା ରାତି ଆସି 11:30 ହେଲାଣି, ମୋ ସ୍ତ୍ରୀ ଘରକୁ ଫେରିନା। अरे बाबा स्त्री को छोटो पिलाटी ହେଇଛି ଶୁଣ ଯାହା ଆଖିର ଇଶାରାରେ ଘଣ୍ଟା ଘଣ୍ଟା ଆଇଏସ୍ ଅଫିସର ଉଠ୍କ ଶୁଣି ତାର ଚିନ୍ତା କ'ଣ? ମୁଁ ଏଠି କିଏ ଛାଡ଼ି ଦେଇଗଲା? ମିଷ୍ଟର ପଟ୍ଟନାୟକ ଏକ୍ସାଇଜ୍ କମିଶନର। ଓ ତାହାଙ୍କୁ ତମେ ହାତ ହଲେଇ ବାଏ ବାଏ ଡିଅର୍ କହୁଥିଲ ନା? କହିବିନି ସେ ନିଜେ ଡ୍ରାଇଭ୍ କରି ମୋତେ ମୋ ଘର ପର୍ଯ୍ୟନ୍ତ ଛାଡ଼ିବାକୁ ଆସିଥିଲେ। ହଁ ଆଉ ଏତିକି ସୂର୍ଯ୍ୟକାନ୍ତ ଦେଖିବା କ'ଣ ମୋର ଭୁଲ ହେଇଗଲା? ବିନା ପାର୍ଟିରେ ଡ୍ରିଙ୍କ କରିବାଟା କ'ଣ ମଷ୍ଟ? ତମକୁ ଟିକେ ଲାଜ ଲାଗିଲାନି? ଲାଜ? Why? ଆଜି ଆମେ ପୁରୁଷଙ୍କଠୁ କୋଉ ଗୁଣରେ ନ୍ୟୁନ? ଲାଜ କରିବା ପୁଣି କାହାକୁ? ଆରେ ଏମିତି ସ୍ୱାଧୀନ ଭାବରେ ବଞ୍ଚିବା ପାଇଁ ତ ଆମେ ଏ ଘର ବାପାକୁ ଆଉଟ୍ କଲେ। ପୁଣି ଲାଜ କାହାକୁ? ତମକୁ? ମୋର ମନେ ହେଉଛି ନିନା, ତମେ ମୋଠୁ ଦୂରେଇ ଯାଉଛ। ନା 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 ମୁଁ ତମଠୁ କେବେ ଦୂରେଇ ପାରେ ନା। ଏକଥା ନିଶ୍ଚୟ ଯେ ମୋ ଛୋଟ ହୃଦୟ ଭିତରକୁ ପଶି
ବୁଝାଛି ତ ସ୍ୱେଚ୍ଛାଚାରିତା ଆଉ ସ୍ୱଚ୍ଛନ୍ଦ ନିରାପତ୍ତା ଉଚ୍ଛୃଙ୍ଖଳତାର ବି ଗୋଟେ ସୀମା ଅଛି ନିନା ତମେ ସେ ସୀମା ଉଲ୍ଲଂଘନ କରୁଛ ମନେ ରଖ କିଛି ଭଲ ହଉନି ତମ ବାପା ବି ଠିକ୍ ସେଇଦିନ ଏଇ କଥା ହିଁ କହିଥିଲେ ଆଉ ତମେ ନା ସେଦିନ ତାଙ୍କୁ ବିରୋଧ କରିଥିଲ ଆଉ ନିଜେ ଆଜି ପୁଣି ସେ କଥା କହୁଛ ମୁଁ ମୋ ଭୁଲ ବୁଝିପାରିଛି ନିନା ଆଜି ବୁଝୁଛି ପରିବାରରେ ଗୁରୁଜନ ବାପା ମାଙ୍କର ଆବଶ୍ୟକତା କେତେ ଆଜିକାର ସାମାଜିକ ଚଳଣିରେ ଘରେ ବାପା ମା ଗୁରୁଜନ ଲୋକ ନଥିଲେ ପାରିବାରିକ ଜୀବନ କେତେ ବିପର୍ଯ୍ୟସ୍ତ ହୁଏ ଏତେ ଡେରିରେ ବୁଝିଲ ଯାଉନ ବାପାଙ୍କୁ କହୁଛ ପାଶୁଠି ଆଣିବ ଆରେ ସିଏ ତ ବର୍ତ୍ତମାନ କୋଉ ଷ୍ଟେସନ ପ୍ଲାଟଫର୍ମରେ ପଡ଼ିଥିବେ ନହେଲେ କୋଉ ତୀର୍ଥ ସ୍ଥାନରେ ଭିକ୍ଷା ଥାଳ ଚୁପ କର ନିନା ଆଉ ୟାରେ ହେଇଥାଇପାରେ ଆଉ ସିଏ ବର୍ତ୍ତମାନ କୋଉ ସରକାରୀ ହସ୍ପିଟାଲ ଖଣ୍ଡିଆରେ ତାଙ୍କ ଟ୍ରେନ୍ ବଡ଼େ ପଡ଼ିଥିବ ନିନା ये घरର ମାନ ମର୍ଯ୍ୟାଦା ମୋର ପ୍ରେଷ୍ଟିଜ୍ କଥା ଭୁଲି ଯାଉନି ନିନା ଭୁଲ କାଇଁ କରିବ ପୁରାପୁରି ଠିକ କରିଛ ପୁରୁଷମାନେ ପିଇଲେ ସେଇଟା ପୁରୁଷ ଆଉ ସ୍ତ୍ରୀ ପିଇଲେ ସେଇଟା ଦୁର୍ବଳ ଷ୍ଟପ୍ ଇଟ୍ ନିନା ତମେ ନାରୀତ୍ୱର ଅବମାନନା କରନି ଏମାନେ ପୁଣି ହେବେ ପୁରୁଷ ସହିତ ସବୁଥିରେ ସମକକ୍ଷ ଠିକ ତମ ଚିନ୍ତାଧାରା ତମେ ସେମିତି ରାମ ହଉଛ ମୁଁ ଯାଉଛି ଶୋଇବି କେତେ ନିର୍ମମ କେତେ କଷ୍ଟ ମିଳିଲା ମୋ ସେବାରେ ଆସୁଛି ଅନେକ ଟଙ୍କା ପଡୁଛି ମତେ କହୁନୁ ସତ ମୁଁ ତ କିଛି ସଞ୍ଚୟ କରିନଥିଲି ମୋର ଏ ଦୁର୍ଦିନରେ କଣ ପାଇଁ ବନ୍ଧ ପଡ଼ିବ ନା ଚୋରି କଲି ନା ମୋ ପୁଅ କୋଉଠି ବିକ୍ରି କରିଦେଇଛି ନା ମୁଁ ବନ୍ଧ ପକେଇବି କି ଚୋରି କରିବି ତମ ପୁଅ କୋଉଠି ବିକିନି এই দেখো জেজেকে সামনে নিয়ে যাচ্ছে क्षमा करते
କରୁଛୁ? ଆରେ ଆରେ ତୁ କାନ୍ଦ ନା ରେ ବାପା, ତୋ ଭୁଲ ତୁ ବୁଝିପାରୁଛୁ, ସେତିକି ମୋ ପାଇଁ ଯଥେଷ୍ଟ। ମୋ ପାଇଁ ତ ଭୁଲି କହିବାକୁ ପଡ଼ିଲା ବାପା। ଆରେ ବାପା, କାମ ନ କଲେ ଘର ଚଳିବ କେମିତି କହିଲୁ? ଜୀବନଟା ବଞ୍ଚେଇବାକୁ ହେଲେ କାମ କରିବା ନିତ୍ୟାନ୍ତ ଦରକାର। ଏଥିରେ ଲାଜ କରିବାର କ'ଣ ଅଛି? ଆରେ ଭଗବାନ ପରା ଗୋଡ଼ ହାତ ଦେଇଛନ୍ତି, ମୋ ପିଲାକୁ ମୁଣ୍ଡାଏ ଖାଇବାକୁ ଦେଇପାରିବିନି? ଚୋଖା ଚୋଖା, ତୁ ବି ଶେଷରେ ମୋ ପାଇଁ ପାଠ ଛାଡ଼ିଦେଲୁ ନା? ତମେ ଜମା ବ୍ୟସ୍ତ ହଉନି ବାପା, ଏବେ ପରା ଆମ ଗ୍ରୀଷ୍ମ ଛୁଟି, ଛୁଟି ସରିଲା ବେଳୁ ତମେ ଭଲ ହେଇଯିବ। ଜେଜେ ଜେଜେ, କହୁନ କହୁନ, ଆଜି କେତେ ହେଲା? ଆଜି ଢେର ହେଇଛି ରେ। ତମ ବାହାରିଲେ ତ ଦେବି। ନେ ନେ ଗଣ ନେ। ଆରେ ତୁ ଜମା ବ୍ୟସ୍ତ ଅଛୁ, ତୁ ଠିକ ହେଇଗଲେ ପୁଣି ଘର ଚଳେଇବୁନି। ହେଲେ ଆଜିଠୁ ଗୋଟାଏ ପ୍ରତିଜ୍ଞା କର, ସେ ନିଶା ପାଇଁ କେବେ କରିବୁନି। ଦେଖିଲୁ ତ ବାପା, କେତେ ଅବସ୍ଥା ହେଲା, ଡାକ୍ତରଖାନାରେ ପଡ଼ିଲୁ, ମାସେଟାରୁ ଅଧିକ ହେଲାଣି ଠିକ ହବାକୁ। କେତେ କଷ୍ଟ ଭୋଗିଲୁ କହିଲୁ ବାପା। ହଁ ବାପା, ମୁଁ ଯାହା କଷ୍ଟ ପାଇଲି ପାଇଲି, ତମ ସମସ୍ତଙ୍କୁ ବହୁତ କଷ୍ଟ ଦେଇଛି। ମୁଁ ଜଗା ମୁଣ୍ଡ ଛୁଇଁ ଶପଥ କରୁଛି ବାପା, ଆଉ ଦିନେ ହେଲେ ନିଶା ପାଣି ଛୁଇଁବିନି। ଏଣିକି ମୁଁ ରୋଜଗାର କରିବି, ମୋ ଜଗା ପାଠ ପଢ଼ିବ, ତମେ ସେ ଠାକୁରଙ୍କୁ ପୂଜା କରିବ, ସାରିଆ ବସିକିରି ଖାଲି ରୋଷେଇ କରିବ। ଆରେ ଆରେ ବାପା, ବୁଝିଲୁ, ମୋ ବୋହୁମାଟା ନା ସୁନା ମୁଣ୍ଡାଟାଏ, ତାରି ପାଇଁ ତୁ ବଞ୍ଚିଗଲୁ ରେ ବାପା। ନହେଲେ ତୁ ଯୋଉ ପଡ଼ି ସେଦିନ ମୁଣ୍ଡ ଫାଟି ରକ୍ତ ବାନ୍ତି କରି ଯୋଉ ଅବସ୍ଥା ହେଇଥିଲା, ତତେ ଡାକ୍ତରଖାନାରେ ଭର୍ତ୍ତି କରିବା ଦିନଠୁ ଦିନ ରାତି ସେ ଅନିଦ୍ରା ହେଇ ନ ଖାଇ ନ ପିଇ ତୋ ସେବା ଶୁଶ୍ରୂଷା କରୁଛୁ, ସେ ନୂଆ ଜନ୍ମ ନେଇ। ବାପା, ଆଜି ତାକୁ କେବେ ବି ଅସମ୍ମାନ କରିବୁନି। ପୁରାଣରେ ଅଛି ପରା, ନାରୀକୁ ଯୋଉଠି ସମ୍ମାନ ଦିଆଯାଏ ନାହିଁ, ସେଠି ଭଗବାନ ବି ରହନ୍ତି ନାହିଁ। ମୁଁ ଜାଣେ ବାପା, ତାପରେ ଲକ୍ଷ୍ମୀଟିଏ ପ୍ରତି ମୁଁ ଅନେକ ଅଭିଯାନ କରିଛି। ମୋତେ କ୍ଷମା କରିଦିଅ ସାରିଆ। ତମେ ଚାଲ, ଯାଅ ଭିତରକୁ ଯାଅ, ବାପା ଆସିଛନ୍ତି, ଜଗା ବି ଖାଇନି, ଏକାଠି ବସି ଖାଇନବ। ନିଜ ଭୁଲ ବୁଝିପାରି ନିଜକୁ ସୁଧାରି ପାରିଲେ ସେଇ ହବ ଆମ ପାଇଁ ଈଶ୍ୱରଙ୍କର ଆଶୀର୍ବାଦ। ବାପା ବାପା, ତମେ ଜାଣିଛ ଗୌତମ ପାଇଁ ଠାକୁରଙ୍କୁ 108ଟା ନଡ଼ିଆ ଯାଚିଛି। ତମେ ଭଲ ହେଲେ ଆମେ ପୁରୀ ଯାଇ ଠାକୁରଙ୍କୁ ନଡ଼ିଆ ଗୋଟାଏ ନୁହେଁ, ଦିଟା ନୁହେଁ, ଏକାଥରକେ 108ଟା ନଡ଼ିଆ। ହଉ ବାପା, 108ଟା ନଡ଼ିଆ ତ କଣ ବେଶୀ ନୁହଁ। ଠାକୁରଙ୍କ ଦୟା ପାଖରେ ମୁଁ ତ କିଛି ନୁହଁ। ଠାକୁରଙ୍କ ପାଖରେ ଏହି ଅଚଳ ଭକ୍ତି ରଖିଥାଏ ବାପା। ପ୍ରଭୁ ଜଗନ୍ନାଥ ତାଙ୍କ ବିଷୟ କେତେ ରଖନ୍ତି ବାପା। ମଉସା, ଆପଣଙ୍କୁ ବହୁତ କିଛି ଶିଖିବାର ଅଛି। ଭଗବାନ ସବୁରି ଭିତରେ ଅଛନ୍ତି, ଏକଥା ମୁଁ ଶୁଣିଛି, କିନ୍ତୁ ତମରି ଭିତରେ ମୁଁ ସେ ଭଗବାନ ଦେଖି ସେଦିନ ଠାକୁରଙ୍କ ଉପରେ ଖୁବ ଅପମାନ କରି ମୁଁ ସଂସାର ତ୍ୟାଗ କରି ଜୀବନ ବିସର୍ଜନ କରିବାକୁ ଯାଉଥିଲି। ହଁ, ଅଭିସୂଚକ କରି ଆପଣ ମାଜିରା ଜାଣି କ୍ଷମା ଗାଇଥିବେ, ଗାଳି ବି ଦେଇଥିବେ ଠାକୁରଙ୍କୁ। ତୁମଙ୍କୁ ଜଗନ୍ନାଥ ଆଜ ମୋ ମନୋରଥ ଭରତି କରିଦେବି ଗାଇ ଏ ମହାବାହୁ। ଉଚିତ ପଦଟିଏ କହିଲେ। ନାଇଁ ବାବୁ, ଆପଣ ପାଇଁ ଆହୁରି ଗୋଟେ ଉଚିତ ପଦ ଅଛି ନା। ମାନବ ଜୀବନ ନୁହେଁ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଦିଏ ନର କର୍ମ ଏକାଧାର ଜୀବନର ମାନବ। ହଁ, କର୍ମ କର, କିନ୍ତୁ ଫଳ ପ୍ରାପ୍ତିର ଆଶା ରଖିଲେ କର। କର୍ମଣ୍ଡେ ବାଧିକାରସ୍ତେ ମା ପରେ। ମଉସା, ଆପଣ ଏଇ କର୍ମକୁ ବାଛି ନେଇଛନ୍ତି, ସେଇ ଯଥେଷ୍ଟ। ଆପଣ ଖୁସିରେ ଦୁଃଖ ଆପଣ କେବେ ସ୍ପର୍ଶ କରିବେ? ହେଲେ ସମର ଖବର କଣ?
ସେ ଗଲା ଶନିବାର ଦିନ ଲୀନା ଦେବୀ ତାଙ୍କ ଫ୍ୟାକ୍ଟ୍ରି ପରିଦର୍ଶନ ଆସିଥିଲେ ସେଠି ଗୋଟେ ବଡ଼ ବିସ୍ଫୋରଣ ଘଟିଲା। ହଁ ସେ ବିସ୍ଫୋରଣରେ ତାଙ୍କ ଆଖି ଦୁଇଟି ନଷ୍ଟ ହେଇଯାଇଛି। ଆଖିଟା ନଷ୍ଟ ହେଇଗଲା ସେଟା ହସ୍ପିଟାଲରେ। ହଁ ମୁଁ ଟିକେ ଯିବି ନିହାତି ଦେଖି ଆସିବି। ମଉସା ଆପଣ କି ଉପାଦାନରେ ଗଢ଼ା ମୁଁ ଜାଣିନି। ଆପଣଙ୍କ ଠାକୁର ବିଶ୍ୱାସ ପାଇଁ ଲୀନା ଦେବୀ ବଞ୍ଚିଗଲେ, କିନ୍ତୁ ସେ ବିସ୍ଫୋରଣରେ ଗୋଟେ ଶ୍ରମିକ ମରିଯାଇଛି। ତାଙ୍କ ତ ଖାଲି ଆଖି ଦୁଇଟି ନଷ୍ଟ ହେଇଛି। ଆଉ ଜମା ଦେଖିପାରିବନି। ନାଇଁ ମଉସା, ଡାକ୍ତର କହୁଛନ୍ତି ସେ ଆଉ ଦେଖିପାରିବେନି। ସେତେବେଳେ ଆପଣ ଯେ ଆତ୍ମ କାହିଁ ହଉଛନ୍ତି? ସେ ଯେ ଆପଣ କେତେ ଯନ୍ତ୍ରଣା ଦେଖି ସିଏ ଏବେ ତା କୃତକର୍ମର ଫଳ ଦେଖୁଛନ୍ତି। ସେମିତି କୁହନି କବି, ସେମିତି କୁହନି। ଆମେ ସବୁ ବୟସ। ଆରେ ପିଲାଏ ଭୁଲ କଲେ ବୋଲି ଆମ ହୃଦୟରୁ ଦୟା, ଅନୁକମ୍ପା, କ୍ଷମା ସବୁ ନିଭିଗଲା। ସେ ଯଦି ସାରା ଜୀବନ ଦେଖି ନପାରେ, ନାଇଁ ମଉସା, ଆଖି ବେକରୁ ଆଖି ଖୋଜା ଚାଲିଛି। ଆଖି ତ ପାଇଲେ ନିଶ୍ଚୟ ସେ ଦେଖିପାରିବେ, କିନ୍ତୁ ଅପରେସନ କରିବାକୁ ପଡ଼ିବ। ଆଖି ମିଳିବ ତ? କବି, ମୁଁ ଭାବୁଛି ଏ ଅଲୋଡ଼ା ଜୀବନରେ କ'ଣ ଆଉ ଆବଶ୍ୟକତା ଅଛି? ମୋ ଆଖି ଦିଟା ଦେଲେ ସେ ଦେଖିପାରନ୍ତା ନାହିଁ। ମଉସା ଆପଣଙ୍କର ଏଇ ଗୁଣ ପାଇଁ ଆପଣମାନେ ଆଜି ଦୁନିଆରେ ଜର୍ଜରିତ ହଉଛନ୍ତି। ଆଜିର ଏ ବସ୍ତୁବାଦୀ ଦୁନିଆରେ ମଣିଷ ଯଦି ଦେଶାକୁ ଦେଶ ନହେଲା କଥା ଶୁଣିଲ। ନାଇଁ କବି ନାଇଁ, ଏଇଟା ତମ ହୃଦୟର କଥା ନୁହେଁ। ମୁଁ ଜାଣେ ତମ ହୃଦୟ ବି ବହୁତ କୋମଳ। ତମେ ମୋତେ ଟିକେ ସାହାଯ୍ୟ କର। ମୋତେ ସେ ଆଇ ହସ୍ପିଟାଲକୁ ନେଇଯାଉ, ଟିକେ ଦୟା କର। ଆପଣଙ୍କୁ ସହସ୍ର ପ୍ରଣାମ। ଠିକ ଅଛି, ମୁଁ ଆପଣଙ୍କୁ ଆଇ ହସ୍ପିଟାଲ ନେଇଯିବି। କିନ୍ତୁ ଗୋଟେ ସର୍ତ୍ତ। ସର୍ତ୍ତ କ'ଣ ହେଲା? କ'ଣ କହୁନା? ଆପଣ ଦୁଇ ଆଖି ହରେଇ ଅନ୍ଧ ହେବେ ନାହିଁ। ନିଜେ ବଞ୍ଚନ୍ତୁ, ଅନ୍ୟକୁ ବଞ୍ଚାନ୍ତୁ। ମାନେ ମାନେ ଆପଣ ଗୋଟିଏ ଆଖିରେ ଆମ କରୁନାହାନ୍ତି, ସେ ଗୋଟିଏ ଆଖିରେ ଦେଖିବେ, ଆପଣ ଆଉ ଗୋଟିଏ ଆଖିରେ ଦେଖିବେ। ଗୋଟା ମୋର ଗୋଟାଏ ଆଖି ନେଇ ବଞ୍ଚିବ। କେତେ ଟାଇମ୍ଟା ପୁରା ନଷ୍ଟ ହେଇଯିବ ଏ ସଂସାରରେ। କ'ଣ ହେଲା ସବୁ? ପୁରା ଦୁନିଆ ମୁହଁ ନ ଦେଖିବା ଭଳିଆ ଗୋଟିଏ ଆଖିରେ ଦେଖିବା ଅସୁବିଧା କ'ଣ ହେଲା? ଆପଣ ଯଦି ଦିଟା ଆଖି ଚାଲିଗଲେ, ଆପଣ ମୁଣ୍ଡ ହେଇଗଲେ, ଆପଣ କିଏ ସମ୍ଭାଳିବେ? ଆପଣ କାହାକୁ ନେଇ ଲୋକ? ତମେ ବୋଧେ ଠିକ୍ କହୁଛ। ହଉ, ତାଇ ଉଚିତ। ଦୁହେଁ ତ ଦେଖିପାରିବା, କିନ୍ତୁ କବି ମୁଁ ଚକ୍ଷୁଦାନ କରିଥିବା କଥା ସେ ଯେମିତି ନ ଜାଣେ। ନାଇଁ ଜାଣିଲେ ଅସୁବିଧା କ'ଣ? ମୁଁ କାହାର କୃତଜ୍ଞତା ଆଶା କରେନି। ମଉସା, କୃତଜ୍ଞତା କୃତଜ୍ଞମାନଙ୍କ ଠାରୁ ଆଶା କରାଯାଏ ନାହିଁ। ଆପଣ ଜମା ବ୍ୟସ୍ତ ହୁଅନ୍ତୁନି, ଆପଣ ନିଶ୍ଚିତ ରୁହନ୍ତୁ। ମେଡିକାଲ ଏଥିକ୍ସ ଅନୁସାରେ ଆଇ ଡୋନରମାନଙ୍କ ନାଁ ପ୍ରକାଶ କରାଯାଏ ନାହିଁ। ତେବେ ଆଉ ଡେରି କାହିଁ? ଚାଲ ସେ ଆଇ যেতে কহিলে ভাগবত পোষণ হিলা য়াঙ্ক চিত্ত। ହଁ କବି, ମୋ ଚିତ୍ତ ତ ସହବ ପିଲାଙ୍କ ପାଇଁ କିଛି କରିପାରୁନି। ଆଉ ଯାହା ପ୍ରଭୁଙ୍କର ଇଚ୍ଛା, ତାଙ୍କ ଇଚ୍ଛାକୁ ଅଗ୍ରାହ୍ୟ କରିବାକୁ ମୁଁ ବା କିଏ? କ'ଣ ହେଲା ଡାକ୍ତର? ଆପଣ ଭଗବାନଙ୍କୁ ଶତ ଧନ୍ୟବାଦ ଦେବା କଥା। ଏତେ ବଡ଼ ଆକ୍ସିଡେଣ୍ଟରେ ଲୀନା ଦେବୀ ବଞ୍ଚିଗଲେ। ଆପଣ ଦେଖିଲେ ପରା, ଆପଣଙ୍କ ଫ୍ୟାକ୍ଟ୍ରିରେ 2 ଜଣ ଶ୍ରମିକ ମରିଗଲେ। ଆଉ ନ ଦେଖିବା କଥା, ବର୍ତ୍ତମାନ ଅବସ୍ଥାରେ ତାଙ୍କ ଆଖି ଦେଖିବା ସମ୍ପୂର୍ଣ୍ଣ ଅସୁବିଧା। ତାହେଲେ ଇନା କେମିତି ଦେଖିପାରିବନି? ଆଖି ଦିଟା ପୁରାପୁରି ଡ୍ୟାମେଜ। ଯଦି ଆଇ ବ୍ୟାଙ୍କରୁ ବା କୌଣସି ବ୍ୟକ୍ତିଠାରୁ ଆଖି ମିଳେ, ତାହେଲେ ସେ ନିଶ୍ଚୟ ଦେଖିବେ। ତାହେଲେ ସେ ଦେଖିପାରିବ ତ? ହଁ, ନିଶ୍ଚିତ। ତାହେଲେ ଆପଣ ମୋତେ ସେ ଆଇ ବ୍ୟାଙ୍କର ଇମେଲ ଗୁଡ଼ା ଦିଅନ୍ତୁ, ମୁଁ ନିଜେ ଯାଇ କଣ୍ଟାକ୍ଟ କରିବି। ଆମେ ସେ ପ୍ରଚେଷ୍ଟା କରିସାରିଛୁ ସମରେଶ ବାବୁ। ବର୍ତ୍ତମାନ କେଉଁଠି ବି ଆଖି ନାହିଁ। ଆଖି ମିଳିଲେ ସାଙ୍ଗେ ସାଙ୍ଗେ ଟ୍ରାନ୍ସପ୍ଲାଣ୍ଟ କରାଯାଏ। ଆଉ ଦିଟାକ ଆଖି ଯଦି ଏକା ସାଙ୍ଗେ ନ ମିଳିଲେ ତାହେଲେ କ'ଣ କରିବା ଡକ୍ଟର? ଆପଣ ଜମା ବ୍ୟସ୍ତ ହୁଅନ୍ତୁନି। ଦିଟା ନ ମିଳିଲେ ଗୋଟିଏ ଆଖି ଆଗେ କରାଯିବ, ଆଉ ଗୋଟେ ମିଳିଲେ ସେଟା କରାଯିବ। ଏମିତି ଗୋଟେ ପରେ ଗୋଟେ କଲେ କିଛି ଅସୁବିଧା ହବନି ତ? ଓହୋ, ସେ ଦାୟିତ୍ୱ ଆମର। ଆପଣ ନିଶ୍ଚିନ୍ତ ଆପଣଙ୍କ ଉପରେ ଆମେ ସବୁ କିଛି ଛାଡ଼ି ଦେଇଛୁ ଡାକ୍ତରବାବୁ। ଆପଣ ଯାହା ଉଚିତ ମନେ କରିଛନ୍ତି ସେୟା ହିଁ କରନ୍ତୁ। ଆପଣ ଜମା ବ୍ୟସ୍ତ ହୁଅନ୍ତୁନି। ଦେଖିବାକୁ ଚାହେଁ ଡାକ୍ତରବାବୁ। ଆପଣ ଜମା ବ୍ୟସ୍ତ ହୁଅନ୍ତୁନି ଲୀନା ଦେବୀ।
ଆପଣ ନିଶ୍ଚୟ ଦେଖିବେ ତମ ଆସୁଛି ଓପିଡିରେ ଆଉ କୋଉମାନେ ଅପେକ୍ଷା କରିଛନ୍ତି। ମୋ ପାଇଁ ତମେ ବହୁତ ହଇରାଣ ହଉଛ ନା। ତମେ ଜମେ ବ୍ୟସ୍ତ ହୁଏନି, ଭଗବାନଙ୍କୁ ଡାକ, ସେ ନିଶ୍ଚୟ ତମ ଡାକ ଶୁଣିବେ। ମୋ ଅଶୃଙ୍ଖଳତା ପାଇଁ ମୋ ଆଜି ଦଣ୍ଡିତ। ମୁଁ ତମକୁ କେତେ ଖରାପ ବ୍ୟବହାର କରିଛି। ସ୍ତ୍ରୀ ତୁମର ସୀମା ଅତିକ୍ରମ କରିଛି। ତମେ ସେଦିନ ଯାହା ସବୁ କହିଥିଲ ତାର ଅର୍ଥ ମୁଁ ଏବେ ବୁଝିପାରୁଛି। ଆଉ ତାପରେ ବି କହୁଛ ଠାକୁରଙ୍କୁ ଡାକିବା ପାଇଁ। କାହିଁକି କାହିଁକି ସେ ମୋ କଥା ଶୁଣିବେ? କାହିଁକି ମୋ ଭଳି ଅଭାଗୀଙ୍କ କଥା ସେ ଶୁଣିବେ? ନା, ସେ ତ ମଣିଷ ନୁହନ୍ତି, ସେ ଦୟା କ୍ଷମାର ସାଗର। ସବୁ ଦୋଷରୁ ତାଙ୍କ ପାଖରେ କ୍ଷମା ଅଛି। ତମେ ତମର ଭୁଲ ବୁଝିପାରିଛ, ତମେ ଅନୁତାପ କର, ସେ ନିଶ୍ଚୟ ତମକୁ କ୍ଷମା ଦେବେ। ତମେ ଗୋଟେ କାମ କର, ପ୍ରଭୁ ଜଗନ୍ନାଥଙ୍କ ନିକଟରେ ତମ ମନୋନିବେଶ କର। ହସିଲା ଖେଳିଲା ଘରକୁ ମନ ମନ କରି ମୋ ନିଜ ହାତରେ ଭାଙ୍ଗି ଦେଇଛି। ବାପାକୁ ପରି ଦେବତୁଲ୍ୟ ଲୋକକୁ ମୁଁ ନିଜେ ଘର ତୋଡ଼ି ଦେଇଛି। ତାଙ୍କ ନିଶ୍ୱାସ ପଡ଼ିବନି। ବାପାଙ୍କ ନିଶ୍ୱାସ କେବେ ବି ପଡ଼େନି। ସେ ପରା ବାପା ଈଶ୍ୱରଙ୍କ ଅନ୍ୟ ରୂପ। ସେ ବି ଦୟା କ୍ଷମାର ଭଣ୍ଡାର। ସେ କ'ଣ କେବେ ଆମ ଦି ଜଣଙ୍କ ଅମଙ୍ଗଳ ଚିନ୍ତା କରିବେ? ତମେ ଜମା ବ୍ୟସ୍ତ ହୁଅନି। ଜାଣିଛ, ତମ ଏଇ କଥା ଶୁଣିଲେ ସେ ଯୋଉଠି ଥିବେ ଦୌଡ଼ି ଚାଲି ଆସିବେ। ସେ ବର୍ତ୍ତମାନ କୋଉଠି ଥିବେ, କ'ଣ କରୁଥିବେ କେଜାଣି? ପ୍ରଭୁ, ଆପଣଙ୍କ ସମସ୍ୟାର ସମାଧାନ ମିଳିଗଲା। ଗୋଟେ ଆଖି ମିଳିଗଲା। ତାଙ୍କ ଆଖି ନୀଳା ଦୁର୍ଗାଠାରେ ଟ୍ରାନ୍ସପ୍ଲାଣ୍ଟ କରାଯିବ। ଡାକ୍ତରବାବୁ, ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆପଣ ତ ଆମ ପାଇଁ ଦେବଦୂତ। ଆରେ ମୁଁ ନୁହଁ, ସେ ଚକ୍ଷୁଦାତା ହିଁ ପ୍ରକୃତରେ ଦେବଦୂତ। ସେ କି ଡାକ୍ତର? ଆମ ମେଡିକାଲ ଏଥିସରେ ନାହିଁ ଡୋନରର ନାମ ଠିକଣା ଜଣାଇବା। ତେଣୁ ସେସବୁ ନ ପଚାରିବା ଭଲ। ଆପଣ ଭଗବାନଙ୍କୁ ସତ ଧନ୍ୟବାଦ ଦେବା କଥା, ସେ ଜଣେ ଜୀବିତ ସୁପୁରୁଷକୁ ଆପଣଙ୍କ ପାଖକୁ ପଠାଇଛନ୍ତି। ଆଉ ଜୀବିତ ଲୋକରେ ଆଖି ନେବା ଆମ ନିୟମ ବିରୁଦ୍ଧ। ତେଣୁ ଆମେ ଉପରୁ ପରମିଶନ ଆଣିବୁ। ମୁଁ ଆସୁଛି, କାଲିଆ ପାଇଁ ଅପରେସନ ଆରେଞ୍ଜମେଣ୍ଟ କରିବାକୁ ପଡ଼ିବ। ଆପଣମାନେ କେବିନକୁ ଯାଆନ୍ତୁ। ଠାକୁର ସେ ଦେବଦୂତ ଲୋକଙ୍କର ମଙ୍ଗଳ କରନ୍ତୁ। ନିନା, ଆଖି ମିଳିଗଲା ନିନା। ଦେଖିଲ ତ, ଭଗବାନଙ୍କୁ ଡାକିଲେ ବୋଲି ସେ ତମ କଥା କେମିତି ଶୁଣିଲେ। ହଁ ସମରେଶ ବାବୁ, ନୀନା ଦେବୀ କେମିତି ଅଛନ୍ତି? ଡାକ୍ତର ମତେ ଆପଣ ସବୁ କଥା ଶୁଣିଥିବେ। ଏ ଆକ୍ସିଡେଣ୍ଟ ପରେ ନିନାର ଆଉ ଏ ଜନ୍ମରେ ଦେଖିବା ସମ୍ଭବ ନଥିଲା। କିନ୍ତୁ କେହି ଜଣେ ବ୍ୟକ୍ତି ସ୍ୱ ଇଚ୍ଛାରେ ନିଜର ଗୋଟେ ଚକ୍ଷୁ ଦାନ କରିବା ରାଜି ହେଉଛନ୍ତି। କାଲି ସକାଳେ ଅପରେସନ, ଦେଖାଯାଉ କ'ଣ ହଉଛି। ସମରେଶ ବାବୁ, ଏ ସଂସାରରେ ଦୟା କ୍ଷମା ଭଲ ପାଇବା ଗୋଟେ କେବେ ନିଶ୍ୱାସ ହେଇଯାଇନି। ମଣିଷ ମଣିଷ ପାଇଁ କିଛି କରିପାରିଲେ ସେ ନିଜକୁ ଭାରି କୃତକୃତ ମନେ କରେ। ନାଇଁ ମନେ ନ ଦେବେ। ମୋ ପାଇଁ ତ ସାରା ଦୁନିଆ ଅନ୍ଧକାର। କିନ୍ତୁ ଏ ଅନ୍ଧକାର ଦୁନିଆ ଭିତରେ ସ୍ନେହ, ପ୍ରେମ, ଭଲ ପାଇବାର ଆଲୋକ ମତେ କାହିଁକି ଆଲୋକିତ କରିଦେଉଛି। ଉଲ୍ଲସିତ ହୋଇ ଉଠୁଛି, ଉଲ୍ଲସିତ ହୋଇ ଉଠୁଛି। dibigyan mo order dito. Kalau television, program sama sendiri. अब माफी लास्ट में 5 मिनट सर्व अच्छी जब छड़ी ना एक्चुअली वेरी वेल वाई अप्रमेय तो 5 दिन 7 दिन लाइट ना हो जाती उससे कैमरा नहीं कौन होला बाबू मां देखी पारे तो नहीं, मैं तो पट्टी खोला है। राजपुर में डॉक्टर पट्टी खोल चल देखा जो। हे प्रभु त्रैलोक्य हे प्रभु लोकनाथ हे प्रभु भोलानाथ तुम्हें ही हम सह भरोसा तुम्हें ही हम सब भरोसा बेटी बाबू तू आज मंदिर जाई नियो ये फूल बाजू को करी मां निश्चय मुझे जी सही आसार तो मुझे एटी अपेक्षा कर बेटी बेटी बाबू डॉक्टर बाबू नहीं आ ଆପଣଙ୍କ ଫୋନ୍ ମନେ ଅଛି ମୋର ଅଛି
ମେସେଜ ଫୋନ୍ ନମ୍ବର ଜାଣିଲାଣି ଭଲ ଅଛି ମୁଁ ମଧ୍ୟ ନଥିଲି ମା ନିଶ୍ଚୟ ଭଲ ହେଇଯିବ। ଫୋନ୍ କରିକି ଡାକ୍ତର ଭାଇ ଏସର ଡାକ୍ତର ବାବା ଆସିବ ଖୁସି ଜଣା ପଡୁଛି। ମୋ ରାତିରୁ ଦେଖା ହେଇଥିଲା ଏଇ ଆସୁଛନ୍ତି। ଆର ବର୍ଷ 7-8 ମାସ ହେଇଗଲା ହଁ କାମ ସାହା ହଉଛି। କୁହ ତ ଡାକ୍ତର ବାବୁ ଆପଣ ପଚାରନ୍ତୁ ବିନା ଦେବୀ ଦେଖିପାରୁଛନ୍ତି କି ନାହିଁ? ନିନା ନିନା କୁହ ନିନା ତମେ ଦେଖିପାରୁଛ ତ ନିନା ହଁ ମୁଁ ଦେଖିପାରୁଛି ଏଠି ବାବୁ ଠାକୁରେ ଆମ ଡାକ ଶୁଣିଲି। ମା ବାବୁଙ୍କୁ ଦେଖିଲଣି? ତମେ କେମିତି ଦେଖିବ ସେ ଚିନ୍ତାରେ ସେ କେମିତି ଦେଖାବେଳେ ଦେଖିପାରୁଛ? ହେ ପ୍ରଭୁ ତମେ ଆମ ଡାକ ଶୁଣିଛ ସେଇଥିପାଇଁ ତମକୁ 100 କୋଟି ପ୍ରଣାମ ତାହେଲେ ଆମ ପ୍ରଚେଷ୍ଟାର କିଛି ମୂଲ୍ୟ ନାହିଁ ସାଇନ୍ସରେ କିଛି ଅବଦାନ ନାହିଁ। ଆପଣଙ୍କ ପ୍ରଚେଷ୍ଟା କଣ ଅସ୍ୱୀକାର କରିହେବ ଡକ୍ଟର ହେଲେ ଏମିତି ହଠାତ୍ ଆଖିଟି ମିଳିଯିବ ଆଉ ତାକୁ ଟ୍ରାନ୍ସପ୍ଲାଣ୍ଟ କରି ମୁଁ ପୁଣି ଥରେ ଆଖି ଫେରି ପାଇବି ସେଥିରେ ଭଗବାନଙ୍କୁ ଛଡ଼ା କାହାର ନୁହେଁ। ହଁ ତା ନିଶ୍ଚିତ ଲୋକେ ଦିନ ଦିନ ଧରି ଆଖିଟିଏ ପାଇଁ ଅପେକ୍ଷା କରୁଛନ୍ତି କିନ୍ତୁ କେହି ଜଣେ ବ୍ୟକ୍ତି ଆପେ ଆପେ ଆସି ସହୃଦୟ ଚକ୍ଷୁ ଦାନ କରିବା ଏହା ଭଗବାନଙ୍କର ଅବଦାନ ନୁହେଁ ଆଉ କଣ? ଡାକ୍ତର ବାବୁ ମୋର ସେ ବ୍ୟକ୍ତିକୁ ଦେଖିବାକୁ ଭାରି ଇଚ୍ଛା ହେଉଛି। ତାହା ମୋ ପକ୍ଷେ ସମ୍ଭବ ନୁହେଁ। ଆପଣ କାଲି ଗଲା ପୂର୍ବରୁ ମୋଠୁ ସନଗ୍ଲାସଟା ନେଇଯିବେ ଆଉ ଉଜ୍ଜଳ ଆଲୋକ ସୂର୍ଯ୍ୟ ଆଲୋକ ଏଭଏଡ୍ କରିବେ। ମୁଁ ଆସୁଛି ଅନ୍ୟମାନେ ଅପେକ୍ଷା କରିବେ। ହଁ ଲୀଲା ଦେବୀ ଆପଣ ଦେଖିପାରିଲେ ତ? ହଁ ଦେଖିପାରିଥିବେ ନିଶ୍ଚୟ ଆଉ ଏତେ ବଡ଼ ପ୍ରଚେଷ୍ଟା କ'ଣ ବୃଥା ଯାଇଥାନ୍ତା? ଆପଣମାନଙ୍କ ଶୁଭେଚ୍ଛା ନେଇ ସେ ଆଜି ଦେଖିବାକୁ ସମର୍ଥ ଆରେ ସମସ୍ତ ଇଏ ହେଲା ଆମର କଳାକାର ବନ୍ଧୁ ମାନେ ସିନେମା ଥିଏଟର ଯାତ୍ରା ପତ୍ରରେ ମାନେ ପୁରା ଉତ୍ପାଦ କରନ୍ତି ନମସ୍କାର ତାଙ୍କ ସବୁ ନୂଆ ନୂଆ ପ୍ଲଟ୍ ଦରକାର। ଆଉ ଇଏ ହେଲା ଆମର କବି ମହାଶୟ ଖାଲି କବି ନୁହନ୍ତି ବଡ଼ ହିତୈଷୀ ମହାନ ସମାଜସେବୀ ଆଉ ହାସ୍ୟ ରସିକ। ଆପଣ ମାନେ ମୋତେ ଟିକେ ସାହାଯ୍ୟ କରିପାରିବେ? କ'ଣ ସାହାଯ୍ୟ କରିବା କହୁନାହାନ୍ତି? ମୋତେ ଟିକେ ସେ ମହାପୁରୁଷଙ୍କ ଦର୍ଶନ କରାଇ ଦେଇପାରିବେ ଯାହାଙ୍କର ଆଖି ନେଇ ମୁଁ ଆଜି ସାରା ସଂସାର ଦେଖିପାରୁଛି। ପ୍ରକୃତରେ ସେ ଆମର ନମସ୍ୟ ହଁ 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 ଅବଶ୍ୟ ହେଇଥିବେ ନିଶ୍ଚୟ ହେଇଥିବେ ହଁ ଜୀବିତ ଅବସ୍ଥାରେ କିଏ ଆଖି ଡୋନେଟ୍ କରିବ ନାଇଁ କି? ହଁ ଆଜିର ଦୁନିଆରେ ମଣିଷ ମଣିଷକୁ ବିଶ୍ୱାସ କରୁ ଭଲ ପରସ୍ପରଠୁ ଦୂରେଇ ଯାଉଛି ସ୍ୱାର୍ଥ ଅନୁସାରେ ବନ୍ଧୁତ୍ୱ ବି ଗ୍ରହଣ କରୁଛି ସେ ପ୍ରକାର ସ୍ୱାର୍ଥପର ସଂସାରରେ ଯଦି ଜଣେ କିଏ ବା କରିପାରୁଛି ଏଭଳି ବ୍ୟକ୍ତି ନିଶ୍ଚିତ ନମସ୍ୟ। ଆପଣମାନେ ତାହେଲେ ତାଙ୍କୁ ଜାଣନ୍ତି? ନାଇଁ ଆମେ କାହାକୁ ଜାଣିବା ଆମର ଗୋଟେ ଆକ୍ସିଡେଣ୍ଟ କଥା ଶୁଣିକି ଆସିବ ନା ଆମେ ଗୋଟେ ଅବଶ୍ୟ ଆମେ କଳ୍ପନା ଚକ୍ଷୁରେ ସେ ବଦାନ ବ୍ୟକ୍ତିଙ୍କୁ ଦେଖିପାରୁଛୁ। କୁହନ୍ତୁ କବି ଆମକୁ ଅନ୍ଧାରେ ରଖନ୍ତୁନି ଟିକେ କୃତଜ୍ଞତା ଜଣାଇ ପାରିଲେ ଆମେ ଶାନ୍ତି ପାଇବୁ ନହେଲେ ଚିରଦିନ ଋଣୀ ହିଁ ରହିଯିବୁ। ସମରେଶ ବାବୁ କୃତଜ୍ଞତା ଗୋଟେ ଭାରି ସହଜ ଆଉ ସରଳ ଶବ୍ଦ ନାହିଁ ଯିଏ ଆପଣଙ୍କୁ ଏ ଦୁନିଆକୁ ଆଣିଲା ସେଇ ବାପା ମା ଦୁନିଆ ଆଖି ସହିତ ଆପଣଙ୍କ ଆଖି ମିଶେଇଲା ଦୁନିଆର ଆଲୋକ ଦେଖେଇଲା ଆପଣ ତ ତା ପ୍ରତି କୃତଜ୍ଞ ହେଇପାରିବେ ଆଉ ଆଖି କ'ଣ ଆପଣ ଆମକୁ ଅର୍ଥ ଆଶା ନେଇ ସେ ତ ଚକ୍ଷୁଦାନ କରିନାହାନ୍ତି। ଆମେ ଜାଣୁ କାହିଁକି ନା ଆଖିର ବଦଳରେ ଟଙ୍କା ନେବା ପାଇଁ ସେ ମନା କରିଦେଇଥିଲେ କିନ୍ତୁ କାହିଁକି କାହିଁକି ସେ ମୋତେ ଚକ୍ଷୁଦାନ କଲେ? ସେ ନିଶ୍ଚୟ ଗୋଟେ ଋଣୀ ଥିବେ ଆପଣଙ୍କର କୋଉ ଜମରେ କ'ଣ ହେଇଥିବେ ତାର ଗୋଟେ ଆଉ କାହିଁକି କାହିଁକି ପଚାଶ ଆପଣମାନେ ତାଙ୍କୁ ଜାଣିବି ଜାଣିନାହାନ୍ତି। ପ୍ଲିଜ୍